ଦେଖନ୍ତୁ ଆମର ଏଇଟା ରୋଷେଇ ଘର କିନ୍ତୁ କାର୍ତ୍ତିକ ମାସ ଚାଲିଲା। କାର୍ତ୍ତିକ ମାସରେ ଆମର ପୁରା ମାସ ସାରା ସାଧା ଖାଇବୁ। ତେଣୁ ଆଜି ରୋଷେଇ ମଧ୍ୟ ହେଇସାରିଲାଣି। ହେଲେ ରୋଷେଇ ଘରେ ମୁଁ ଆଜି ନିଜେ ରୋଷେଇ କରୁଛି। ମୁଁ ଆପଣଙ୍କୁ ଦେଖାଉଛି ମାନେ ରୋଷେଇର ସବୁ ସରଞ୍ଜାମ। ଆକୁ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ। ଆଉ ଏ ମୋ ୟୁଟ୍ୟୁବରେ ମୁଁ ଦେବି ପ୍ରଭୁଜୀ କ୍ରିଏସନରେ। ଆଉ ଦେଖନ୍ତୁ ମାନେ ଏଇ ମାନେ ଦେଖନ୍ତୁ ରୋଷେଇ ମୁଁ ଦେଖାଉଛି ଆପଣଙ୍କୁ ଏବେ। ଏଇଟା ଦେଖନ୍ତୁ ସାଧା ଆମ ରୋଷେଇ ଘର। ଦେଖନ୍ତୁ ଏବେ ରୋଷେଇ ହେଉଛି। ମୁଁ ମଧ୍ୟ ନିଜେ ରୋଷେଇ ଶାଗ ଆପଣଙ୍କର ଯେଉଁ ନଡ଼ିଆ ସଜନା ଶାଗ ଏଇଟା ଭଜା ଚାଲିଛି। ମାନେ ଏ ନଡ଼ିଆ ସଜନା ଶାଗ ଭଜା ଚାଲିଛି। ଆଉ ତେଣୁକରି ଦେଖନ୍ତୁ ହେଇ ଇଏ ହେଉଛି ଆମର ରୋଷେଇ ଘର। ଆଉ ଏଇଟା ହେଉଛି ଦେଖନ୍ତୁ ଅରୁଆ ଅନ୍ନ ରୋଷେଇ ହେଇଛି। ଏଇଟା ଗୋଟେ ସୋୟାବିନ ଆଳୁର ବଡ଼ିର ଗୋଟେ ଭଲ ତରକାରୀ। ଆଉ ଏଇଟା ଗୋଟେ ଖଟା ଆଇଟମ୍ ହେଇଛି। ଆଉ ତାପରେ ନଡ଼ିଆ ଶାଗ ଭଜା ହେଉଛି। ଏଇଟା ହେଉଛି ନଡ଼ିଆ ଶାଗ ଭଜା। ତେଣୁ ମୁଁ ନିଜେ ରୋଷେଇ କରୁଛି। ଆଉ ଆପଣମାନଙ୍କୁ ମାନେ ଏଇ ସାଧା ପାଇଁ ମାନେ ଯେଉଁ କାର୍ତ୍ତିକ ମାସର ଯେଉଁ ପାଳନ ସାଧା ପାଇଁ ଆମର ଏଇ ରୋଷେଇ। ଏଇ ଦେଖନ୍ତୁ ଆପଣ ଗୋଟେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ। ଆଉ ରୋଷେଇ ଘରର ପୁରା ଡାଇରେକ୍ଟ ଟେଲିକାଷ୍ଟ ଆପଣଙ୍କୁ ଦେଖାଇ ଦେଉଛି। ଆଉ ଇଏ ଆମ ବାସନ ଥାକ ଇଏ ସବୁ ଜିନିଷ ଏଇ ଦେଖନ୍ତୁ। ମାନେ ଟିକେ ଭଲ ଲାଗେ ମୋତେ ଏଇସବୁ ଜିନିଷ ଆପଣମାନଙ୍କ ପାଖରେ ପହଞ୍ଚେଇବାକୁ। ତେଣୁ ଆପଣମାନେ ବି ଏମିତିଆ ସବୁ କରନ୍ତୁ, ଘର କାମ କରନ୍ତୁ, ଘର କାମରେ ସାହାଯ୍ୟ କରନ୍ତୁ। ଆଉ ମାନେ କାର୍ତ୍ତିକ ମାସଟାକୁ ଆପଣମାନେ ମଧ୍ୟ ସାଧା ଭାବରେ ପାଳନ କରିବାକୁ ଚେଷ୍ଟା କରନ୍ତୁ। କାରଣ ଏଇଟା ହେଉଛି ଶୈବ କ୍ଷେତ୍ର, ପ୍ରଭୁଙ୍କର ଲିଙ୍ଗରାଜ କ୍ଷେତ୍ର। ଆଉ ତେଣୁ କରିକି ଏଠି ଟିକେ ଆପଣମାନେ ସାଧା ଖାଇଲେ ଭାବୁଛି ଲିଙ୍ଗରାଜ ଆପଣଙ୍କ ଉପରେ ଟିକେ ପ୍ରସନ୍ନ ହେବେ ଏବଂ କିଛି ତାଙ୍କର ଆଶୀଷରୁ ଆପଣଙ୍କୁ ମାନେ ଦାନ କରିବେ। ଦେଖନ୍ତୁ ଏଇ ଆପଣଙ୍କୁ ଆଉ ଥରେ ଦେଖାଇ ଦେଉଛି। ଇଏ ହେଉଛନ୍ତି ଆମର କାର୍ତ୍ତିକ ମାସର ଠାକୁର ପୂଜା। ରାତିରୁ ଉଠିକି ଆମେ ସବୁ ବାଲୁଙ୍କା ପୂଜା କରୁ। ତେଣୁ ଆକୁ ଲାଇକ୍ ସେୟାର ସବସ୍କ୍ରାଇବ୍ ଆପଣମାନେ ବହୁ ମାତ୍ରାରେ କରିବେ। ଜୟ କାର୍ତ୍ତିକ ମାସ। ରହିଲି ନିଜସ୍ୱ ସମୀକ୍ଷକ ପ୍ରଭୁ ଆଚାର୍ଯ୍ୟ। ଆକୁ ଲାଇକ୍ ସେୟାର ସବସ୍କ୍ରାଇବ୍ ଆପଣମାନେ ବହୁ ମାତ୍ରାରେ କରିବେ। ଜୟ ଜଗନ୍ନାଥ।